ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 110। ତିନିଟା ତିନି ଥର ଆଲୋଚନା ସରିଛି। ଆଜି ପଢିବା। ଆଉ ପୂର୍ବ ଥର ଯୋଉଠି ସରିଥିଲା ମା କହିଲେ ଯେଉଁମାନଙ୍କର ନିଜସ୍ୱ ଅନୁଭବ ନଥାଏ ସେତେବେଳେ ଆଉ ଜଣେ ବ୍ୟକ୍ତିର ଅନୁଭବ ତୁମକୁ କୌଣସି ପ୍ରତ୍ୟୟ ଦେଇପାରେ ନାହିଁ। ଯୋଉଟା ଆଲୋଚନା କରିଥିଲେ ତାର ଶେଷ ପାରାଗ୍ରାଫର ସାରାଂଶ ଥିଲା ଯେତେବେଳେ ତୁମର ନିଜର ସେଇ ଅନୁଭବଟି ନଥାଏ ସେତେବେଳେ ଆଉ ଜଣେ ବ୍ୟକ୍ତିର ଅନୁଭବ ତୁମକୁ କୌଣସି ପ୍ରତ୍ୟୟ ଦେଇପାରେ ନାହିଁ। ଏହା ତୁମ ମନରେ ଆଦୌ କୌଣସି ପ୍ରତ୍ୟୟ ଜନ୍ମାଏ ନାହିଁ। ତାପରେ କହୁଛନ୍ତି ଏଠାରେ ଜଡ଼ ଉପରେ କାର୍ଯ୍ୟ କରିପାରୁଥିବା ଏକ ସାମର୍ଥ୍ୟର ସେତେ ବେଶୀ ପ୍ରଶ୍ନ ଉଠୁନାହିଁ। ସେ କଥା ତ ସତତ ଘଟିବାରେ ଲାଗିଛି, ମାତ୍ର ଯେ ପର୍ଯ୍ୟନ୍ତ ସମ୍ମୋହନକାରୀ ପଦ୍ଧତି ଗୁଡ଼ିକୁ ବ୍ୟବହାର କରା ନ ଯାଇଛି ମାତ୍ର ସେଗୁଡ଼ିକର କୌଣସି ମୂଲ୍ୟ ନାହିଁ। ସେଗୁଡ଼ିକ ଆଦୌ କୌଣସି ବାଟ ଦେଖାଇ ପାରନ୍ତି ନାହିଁ। ଏହା ହେଉଛି ବୋଧ ଶକ୍ତିକୁ ଉନ୍ମୋଚିତ କରାଇ ଆଣିବାର ଏକ ସାମର୍ଥ୍ୟ, ମାତ୍ର ତାହା କରିପାରିବା ଅତ୍ୟନ୍ତ କଷ୍ଟକର। ଆମେ ଯେଉଁ ବିଷୟଟିକୁ ଅନୁଭବ କରିନାହୁଁ ଆମ ଲାଗି ସେହି ବିଷୟଟିର ଆଦୌ କୌଣସି ଅସ୍ତିତ୍ୱ ନାହିଁ। ଉଦାହରଣ ଦେଇକି କହିଲେ ଯେ ଆମେ ଯୋଉମାନେ ସମ୍ମୋହନକାରୀ ପଦ୍ଧତି ବି ବ୍ୟବହାର କରୁଛନ୍ତି, ଯେ ପର୍ଯ୍ୟନ୍ତ ତାକୁ ବ୍ୟବହାର ନ କରିଛନ୍ତି ତେବେ ତାର କଣ ତମେ ଜାଣିପାରିବ। ଆଉ ଯୋଉଟା ଅନୁଭବ କଥା କହିଲେ, ଯୋଉଟା ପୂର୍ବରୁ କହିଥିଲେ ଯେ ମୁଁ ପ୍ରକୃତରେ ଦେଖିଛି ଯେ ସବୁବେଳେ ତାହା ଘଟିବାକୁ ଯାଉଛି, ଯାହା ଘଟିବାକୁ ଯାଉଛି ତାହା ହିଁ ଘଟୁଛି ଏବଂ ଚେତନାର ଯୋଉ ସ୍ତରରେ ଯିଏ ରହିଛି ତା ପାଇଁ ଏକ ନିର୍ଦ୍ଦିଷ୍ଟ ଭାବରେ ପୁରା ନିର୍ଦ୍ଦିଷ୍ଟ ଭାବରେ ଘଟଣା ତା ପାଇଁ ଘଟୁଛି। ମା କହିଲେ ଜଡ ଉପରେ ଏଇ ଯୋଉ କାର୍ଯ୍ୟଟି ଏଟା ଅନବରତ ଘଟୁଛି, ତେଣୁ ସେଥିପାଇଁ ସାମର୍ଥ୍ୟ ଅଛି ନ ଅଛି ତାର କିଛି ପ୍ରଶ୍ନ ଏଠି ଦରକାର। ତାପରେ ଏଠି ଯୋଉ କହିଲେ ଯେ ତୁମର ପ୍ରତ୍ୟୟ ହେବ ନାହିଁ, ସେ କଥାକୁ ନେଇକି ତା ପର ପାରାଗ୍ରାଫରେ କହୁଛନ୍ତି ଯେତେ ପ୍ରକାରର ତମ ଚକ୍ଷୁ ସମ୍ମୁଖରେ କୌଣସି ଅଲୌକିକ ଘଟଣା ଘଟିଲେ ମଧ୍ୟ ଯେକୌଣସି ଜଡବାଦୀ ମାନେ ତାକୁ ବିଶ୍ୱାସ କରିପାରିବେ ନାହିଁ। ତାକୁ ସେମାନେ ବ୍ୟାଖ୍ୟା କରିବାକୁ ବାହାରିବେ ଏବଂ ଯେତେବେଳେ ବ୍ୟାଖ୍ୟା କରି ନ ପାରିବେ ସେତେବେଳେ ସେ ତାକୁ କହିବେ ଯେ ଏଗୁଡିକ ଆକ୍ସିଡେଣ୍ଟାଲି ଘଟିଯାଇଛି। ଆଉ ଲେଖୁଛନ୍ତି ସେମାନେ ଆପଣାର ଜଡବାଦୀ ବ୍ୟାଖ୍ୟାଟିକୁ ହିଁ ବାଢି ଦେବାରେ ଲାଗିଥିବେ ଏବଂ ଅନ୍ୟ ବ୍ୟାଖ୍ୟାଟି ସେମାନଙ୍କୁ ଆଦୌ କୌଣସି ପ୍ରତ୍ୟୟ ଦେଇପାରୁନଥିବ। ଯେ ପର୍ଯ୍ୟନ୍ତ ଆପଣ ଅନୁଭବ ମଧ୍ୟରେ ଏହି ରାଜ୍ୟଟିକୁ ସ୍ପର୍ଶ କରିପାରିନାହ ସେ ପର୍ଯ୍ୟନ୍ତ ତୁମେ ତାକୁ ବୁଝିପାରିବ ନାହିଁ। ତାହେଲେ ଯେତେବେଳେ ସେ ରାଜ୍ୟକୁ ଜଣେ ସ୍ପର୍ଶ କରିବ ତାହେଲେ ଯାଇ ଦେଖିହେବ ଏବଂ ବୁଝିପାରିବ। ମାଗୁଛନ୍ତି ଏବଂ ତାହେଲେ ଯାଇ ଦେଖିହେବ, ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିହେବ। ଏକ ବସ୍ତୁର ଜାଗରଣ ଘଟିଥିଲେ ଯାଇ ବୁଝିବାର ଏକ ସମ୍ଭାବନା ରହିଥିବ। ତାହା ହିଁ ଭିତ୍ତି, ତାହା ହିଁ ଏହାର ଅବଲମ୍ବନ ରୂପେ କାର୍ଯ୍ୟ କରିଥାଏ। ମାଙ୍କୁ ତାପରେ କହୁଛନ୍ତି ଯେ ସଂକ୍ଷେପରେ କହିଲେ ବୋଧହୁଏ ଏହାକୁ ଜଡକୁ ରୂପାନ୍ତରିତ କରିବାର ଏକ ପ୍ରଶ୍ନ ବୋଲି ନ କହି ବରଂ ଅଧିକ ପରିମାଣରେ ଯଥାର୍ଥ କ୍ରିୟାଶୀଳତା ସମ୍ବନ୍ଧରେ ସଜ୍ଞାନ ହୋଇପାରିବ ବୋଲି କୁହାଯିବ। ମା କହୁଛନ୍ତି ହଁ, ମୁଁ ଠିକ ତାହା ହିଁ କହୁଛି। ଆମେ ସେ ବିଷୟରେ ଆଦୌ ସଜ୍ଞାନ ନଥାଇ ମଧ୍ୟ ହୁଏତ ରୂପାନ୍ତରର ଏକ ପ୍ରକ୍ରିୟା କେତେକ ପରିମାଣରେ ସମ୍ଭବ ହୋଇପାରେ। ଏହି କ୍ଷେତ୍ରରେ ଏକ ବହୁତ ପାର୍ଥକ୍ୟ ରହିଛି ବୋଲି ସେମାନେ କହନ୍ତି। ଯେତେବେଳେ ମନୁଷ୍ୟର ଆବିର୍ଭାବ ହେଲା ସେତେବେଳେ ସେହି ଘଟଣାଟିକୁ ପ୍ରତ୍ୟକ୍ଷ କରିବା ଲାଗି ଇତର ପ୍ରାଣୀର କୌଣସି ସାମର୍ଥ୍ୟ ନଥିଲା। ହଁ, ମୁଁ ମଧ୍ୟ ଠିକ ସେହିପରି ଘଟିଥିଲା ବୋଲି କହୁଛି। ମନୁଷ୍ୟ ଉପଲବ୍ଧି କରିଥିବା ଯାବତୀୟ ସବୁ କିଛି ସତ୍ତ୍ୱେ ତାହାକୁ ପ୍ରତ୍ୟକ୍ଷ କରିବା ଲାଗି ତାହାର କୌଣସି ସାମର୍ଥ୍ୟ ନାହିଁ। କେତେକ ଘଟଣା ଘଟିବ ଓ କେବଳ ତାହାର ବହୁ କାଳ ପରେ ଯାଇ ସିଏ ସେ କଥାକୁ ଜାଣିପାରିବ। ଯେତେବେଳେ ତା ଭିତରେ ଏକ ବସ୍ତୁ ଯଥେଷ୍ଟ ପରିମାଣରେ ବିକାଶ ଲାଭ କରିଥିବ ସେତେବେଳେ ଯାଇ ସିଏ ତାହାର ପ୍ରତ୍ୟକ୍ଷ କରିପାରିବ। ଏଠି ଗୋଟେ କଥା ଆପଣ ଦେଖନ୍ତୁ
ଯେତେବେଳେ ଯୋଉ ଅବତାର ଆସିଛନ୍ତି ସେଇ ସମୟରେ ସେଇ ସମୟର ବା ତାତ୍କାଳିକ ସମୟର ମନୁଷ୍ୟ ଜଗତ ସେମାନଙ୍କୁ ବୁଝିପାରି ନାହିଁ ଏବଂ ସେମାନଙ୍କୁ ଅବତାର ବୋଲି ଗ୍ରହଣ କରିପାରି ନାହିଁ, ତାଙ୍କର ଶରଣାଗତ ହୋଇପାରି ନାହିଁ, ଅନେକାଂଶରେ ହେଇପାରିନି, କାହା ବା କେତେ ଜଣ ଯୋଉମାନେ ସଚେତନ ଥିଲେ ସେମାନେ ହେଇଛନ୍ତି। ଏବଂ ଯେତେବେଳେ ତାଙ୍କର ସମୟ ସରି ଯାଇଥାଏ, ଆଉ ଏକ ଅବତାର ଆସିଲା ବେଳେ ସେତେବେଳେ ପୁରୁଣା ଅବତାରକୁ ସେମାନେ ପୂଜା କରନ୍ତି। ଯେତେବେଳେ ପରଶୁରାମ ଥିଲେ, ଚିନ୍ତା କରନ୍ତୁ, ଗୋଟେ ଆମେ ଜଷ୍ଟ ଗୋଟେ ଦିଟାରେ ଆରମ୍ଭ ମାନେ ଆଲୋଚନା କରି ଯିବା ପଳେଇବା। ଯେତେବେଳେ ପରଶୁରାମ ଥିଲେ ସେତେବେଳେ କ୍ଷତ୍ରିୟ ମାନଙ୍କର ଯୋଉ ରାଜସିକ ଅହଂର ଦମନର ଆବଶ୍ୟକତା ପଡିଲା। ସେତେବେଳେ ଯେତେ ଜଣ ବି ଥିଲେ ସେତେବେଳେ ପରଶୁରାମଙ୍କୁ କେହି ଗ୍ରହଣ କରିପାରି ନଥିବେ। ଦେଖନ୍ତୁ, ଏକ୍ସେପସନ ଇଜ ଦେୟାର, ଯୋଉମାନେ ସଚେତନ ଥିଲେ, ଯୋଉମାନେ ସାଧନା ତପସ୍ୟା କରୁଥିଲେ, ଏପରିକି ସେମାନଙ୍କ ମଧ୍ୟରେ ଯୋଉମାନେ ଅଧିକ ସିଦ୍ଧ ସେମାନେ ଗ୍ରହଣ କରିପାରନ୍ତି, କିନ୍ତୁ ସମସ୍ତେ ଯେ ଗ୍ରହଣ କରିଥିବେ ତାର କୌଣସି ପ୍ରମାଣ ନାହିଁ। ଏବଂ ଯେତେବେଳେ ଶ୍ରୀରାମ ଆସିଲେ ସେତେବେଳେ ପରଶୁରାମଙ୍କୁ ଲୋକ ପୂଜା କଲେ। ଯେତେବେଳେ ଶ୍ରୀରାମଙ୍କ ସମୟରେ ସେତେବେଳେ ବି ଆମେ ଶୁଣୁଛୁ ଯେ କେତେ ଜଣ ସମସ୍ତେ ଭଲ ପାଉଥିଲେ, କିନ୍ତୁ ସେ ଯେ ଭଗବାନଙ୍କର ରୂପ ଆସିଛନ୍ତି କାର୍ଯ୍ୟ କରିବା ପାଇଁ, ଯୋଉ ରାବଣକୁ ବି ନିହତ କଲେ ତାକୁ କେତେ ଜଣ ବୁଝିପାରିଥିଲେ? ସମସ୍ତେ ତ ଅନେକ ଭାବିଥିବେ ଯେ ଯେହେତୁ ସୀତାଙ୍କର ହରଣ ହେଇଥିଲା ତେଣୁ ସେ ରାବଣଙ୍କୁ ହତ୍ୟା କଲେ, କ୍ଷତ୍ରିୟ ହିସାବରେ ରାବଣକୁ ହତ୍ୟା କଲେ। ସେତେବେଳେ ସେଇଥିପାଇଁ ତାଙ୍କୁ ମର୍ଯ୍ୟାଦା ବୋଲି ମର୍ଯ୍ୟାଦା ପୁରୁଷୋତ୍ତମର ଆଖ୍ୟା ମଧ୍ୟ ଦିଆଯାଇଥିଲା। କାହିଁକି ନା ମର୍ଯ୍ୟାଦା ରକ୍ଷା କରିଛନ୍ତି ସବୁ ପ୍ରକାରର, ପୁତ୍ରର ମର୍ଯ୍ୟାଦା ରକ୍ଷା କରିଛନ୍ତି, ପତିର ମର୍ଯ୍ୟାଦା ରଖିଛନ୍ତି, ଏଇଭଳି ଭାବରେ। କିନ୍ତୁ ସେତେବେଳେ ବି ପ୍ରଶ୍ନ ଉଠିଛି, ଗ୍ରହଣ କରିପାରି ନାହାନ୍ତି ବା ଜାଣିପାରି ନାହାନ୍ତି ଯେ କାହିଁକି ମାନେ ସୀତାଙ୍କର ହରଣ ହେଲା ଏବଂ ସୀତାଙ୍କ ହରଣ ଫଳରେ ରାବଣ ହତ୍ୟା ହେଲା। ସେତେବେଳେ ସେମାନେ କେବଳ ସାଧାରଣ ବ୍ୟକ୍ତି ଯୋଉଭଳି ଭାବରେ ଭାବେ ସେଇଭଳି ଭାବିକି ରହିଛନ୍ତି। ଏପରିକି ଅଯୋଧ୍ୟାବାସୀ ମାନେ ମଧ୍ୟ ଯୋଉମାନେ ଶ୍ରୀରାମଙ୍କୁ ଏତେ ଭଲ ପାଉଥିଲେ ସେମାନେ ମଧ୍ୟ ସନ୍ଦେହ କରିଛନ୍ତି ଏବଂ ସେମାନେ ମଧ୍ୟ ସାଧାରଣ ମନୁଷ୍ୟ ଆଖିରେ ସାଧାରଣ ଭାବରେ ଗ୍ରହଣ କରିଛନ୍ତି। ଯେତେବେଳେ ଶ୍ରୀରାମ ଚାଲି ଯାଇଛନ୍ତି, ଯେତେବେଳେ ଶ୍ରୀକୃଷ୍ଣ ଆସୁଛନ୍ତି ସେତେବେଳେ ଶ୍ରୀରାମଙ୍କୁ ପୂଜା କରୁଛନ୍ତି। ଶ୍ରୀକୃଷ୍ଣ ଥିଲାବେଳେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଗ୍ରହଣ କରିପାରିନାହାନ୍ତି, କେତେ ଜଣଙ୍କୁ ଛାଡ଼ିଦେଲେ। ସେତେବେଳେ ଯେତେବେଳେ ଶ୍ରୀକୃଷ୍ଣ ଶରୀର ତ୍ୟାଗ କରୁଛନ୍ତି ତାପରେ ଯାଇକି ଏମାନେ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ଆରମ୍ଭ କରୁଛନ୍ତି। ବର୍ତ୍ତମାନ ଦେଖନ୍ତୁ, ସମୟ ଧୀରେ ଧୀରେ ଅଗ୍ରଗତି କରି କରି ଚାଲିଛି, ଚେତନାର ଅଗ୍ରଗତି ହେଉଛି। ଅଧିମାନସ ଜଗତର ଅବତରଣ ହେଇଥିଲା ଯେତେବେଳେ ଶ୍ରୀକୃଷ୍ଣ ଆସିଥିଲେ, କିନ୍ତୁ କାର୍ଯ୍ୟ କରିପାରିଲେ ନାହିଁ, ସ୍ଥାୟୀ ଭାବେ ପ୍ରତିଷ୍ଠା ହେଇପାରିଲେ ନାହିଁ, ଫେରିଗଲେ। ତାପରେ ପୁଣି ଶ୍ରୀଅଙ୍ଗ ଆସିବା ପରେ ସେ ଅଧିମାନସ ଶକ୍ତିକୁ ପୃଥିବୀ ପୃଷ୍ଠରେ ସ୍ଥାୟୀ ଭାବରେ ଆଗ ପ୍ରତିଷ୍ଠା କଲେ 1926 ମସିହାରେ। ତାପରେ ନୂତନ ଜଗତର ଯୋଉ ପ୍ରତିଷ୍ଠା ପାଇଁ ବା ନୂତନ ଜଗତ ପ୍ରସ୍ତୁତି ପାଇଁ ଯୋଉ ଶକ୍ତି ଆବଶ୍ୟକ, ଅତିମାନ ଶକ୍ତି, ତାକୁ ଅବତରଣ କରାଇଲେ ଶ୍ରୀଅରବିନ୍ଦ। ବର୍ତ୍ତମାନ ଶ୍ରୀଅରବିନ୍ଦକୁ କେତେ ଜଣ ଚିହ୍ନି ପାରିଲେ? ଯୋଉମାନେ କେତେ ଜଣ ବଡ ବଡ ସିଦ୍ଧ ବ୍ୟକ୍ତି ସେମାନଙ୍କ ପାଖକୁ କେତେ ଜଣ ଶିଷ୍ୟ ଯେତେବେଳେ ଯାଇଛନ୍ତି ତାଙ୍କୁ ସେ କହିଛନ୍ତି ସିଧାସଳଖ ଯେ ନାଇଁ, ମୁଁ ତମର ଗୁରୁ ନୁହଁ, ଏଇପଟେ ଯାଅ, ଏମିତି ଯାଅ, ଗୁରୁ ତୁମକୁ ସମୁଦ୍ର କୂଳରେ ଦକ୍ଷିଣରେ ମିଳେ, ଉତ୍ତରରେ ମିଳେ। ଏମିତି ଯିଏ ଯୋଉ ପଟରୁ ଯାଇଛନ୍ତି ତାଙ୍କୁ ସେଇ ଅନୁସାରେ ଦିଗ ଦେଖେଇଛନ୍ତି। ଏବଂ କେତେଜଣକୁ ସିଧାସଳଖ କହିଛନ୍ତି ତୁମେ ଯାହାର ଶରଣାପନ୍ନ ତାଙ୍କୁ ଛାଡିକି ଆଉ ଆମ ପାଖକୁ କାହିଁ ଆସିଛ? କାହିଁକି ନା ସିଏ ତ ହଉଛନ୍ତି ମାଙ୍କ କଥାକୁ ନେଇକି ବି ଅନେକ କହିଛନ୍ତି, ସିଏ ତ ନିଜେ ହଉଛନ୍ତି ଆଦିଶକ୍ତି ଆଉ ଶ୍ରୀଅରବିନ୍ଦ ମହାବତାର, ତମେ ତାଙ୍କର ଆଶ୍ରିତ, ଆଉ କିଛି ଆବଶ୍ୟକ ନାହିଁ। କିନ୍ତୁ ଏପରି ବି କିଛି କିଛି ସାଧୁ ବ୍ୟକ୍ତି ଅଛନ୍ତି ଯୋଉମାନେ କି ସେଇ ସ୍ତରକୁ ପହଞ୍ଚି ପାରି ନାହାନ୍ତି ଯୋଉଠି ତାଙ୍କୁ ଚିହ୍ନି ପାରିବେ। ଯେମିତି ପୂର୍ବରୁ କହିଲେ, ତୁମର ଯେତେ ସେ ଅନୁଭବ ନାହିଁ ତୁମେ ପ୍ରତ୍ୟୟ କରିପାରିବ ନାହିଁ,
ସେ ଅନୁଭବ। ତେଣୁ କେତେକ ବ୍ୟକ୍ତି ମଧ୍ୟ କହିଛନ୍ତି ଯେ ଶ୍ରୀଅରବିନ୍ଦଙ୍କର ଯୋଉ ଅତିମାନସ ଜଗତ କଥା, ଅତିମାନସ ଶକ୍ତିର କଥା, ସେମାନେ କହୁଛନ୍ତି ଏଇଟା କେବଳ ପାଗଳ ପ୍ରଳାପ। ଯୋଉଠି ସତ୍ୟର ଚେତନାରେ ଗୋଟିଏ ଜୀବ ନିରନ୍ତର ବସବାସ କରିବ, ଏହାକୁ କେହି ଗ୍ରହଣ କରିପାରେନା। ତେଣୁ ସେମାନେ ଶ୍ରୀଅରବିନ୍ଦଙ୍କୁ ଗ୍ରହଣ କରିପାରେନା। ବର୍ତ୍ତମାନ ଦେଖନ୍ତୁ ଶ୍ରୀଅରବିନ୍ଦ ଶରୀର ତ୍ୟାଗ କଲା ପରେ ଅତିମାନ ଶକ୍ତିର ଯୋଉ ମାନେ ଏତେ ତୀବ୍ର କାର୍ଯ୍ୟ ହେଉଛି, ସେତେବେଳେ ବର୍ତ୍ତମାନ ସମସ୍ତେ ଯେତେ ଜଣ ବି ଋଷି ଆଚାର୍ଯ୍ୟ ଗୁରୁ ସବୁ ବର୍ତ୍ତମାନ ଟ୍ରାନ୍ସଫର୍ମେସନ ଚାଲିଛନ୍ତି। ଟ୍ରାନ୍ସଫର୍ମେସନ, ରୂପାନ୍ତର ରୂପାନ୍ତର ରୂପାନ୍ତର। ତେଣୁ ଆମ ଭିତରେ ଏଇ ଗୋଟିଏ ଅସୁବିଧା ଥାଏ ମନୁଷ୍ୟ ଭିତରେ, ସିଏ ବହୁ କାଳ ପରେ ସେ କଥାଟିକୁ ସିଏ ଜାଣିପାରେ। ମା କହୁଛନ୍ତି ଏପରିକି ବିଜ୍ଞାନର ବିକାଶ ମଧ୍ୟ ତାହାର ପ୍ରାନ୍ତ ବିନ୍ଦୁରେ ଯାଇ ପହଞ୍ଚିବ। ଏପରି ଏକ ବିନ୍ଦୁରେ ପହଞ୍ଚିବ ଯେତେବେଳେ କି ଆଉ ପ୍ରାୟ କୌଣସି ପାର୍ଥକ୍ୟ ନାହିଁ ବୋଲି ପ୍ରକୃତରେ ଅନୁଭବ ହେଉଥିବ। ଉଦାହରଣ ସ୍ୱରୂପ ଯେତେବେଳେ ସେମାନେ ଉପାଦାନର ମୂଳଭୂତ ଐକ୍ୟ ପାଖରେ ଯାଇ ପହଞ୍ଚିବେ, ଯେତେବେଳେ ଏପରି ପ୍ରତୀତ ହେବ ଯେ ଗୋଟିଏ ଅବସ୍ଥା ଓ ଆଉ ଗୋଟିଏ ଅବସ୍ଥା ମଧ୍ୟରେ, ଜଡ଼ ଏବଂ ଆଧ୍ୟାତ୍ମିକ ମଧ୍ୟରେ କେବଳ ପ୍ରାୟ ଏକ ଅଗୋଚର ଏବଂ ସୂକ୍ଷ୍ମ ମଧ୍ୟବର୍ତ୍ତୀ ଅବସ୍ଥା ହିଁ ରହିଛି, ନାଇଁ ନାଇଁ ସେପରି ଆଦୌ ନୁହେଁ। ଏହି ପ୍ରକାର ଐକ୍ୟଟିକୁ ଅନୁଭବ କରିପାରିବାକୁ ହେଲେ ଆମ ଭିତରେ ମଧ୍ୟ ସେହି ଅନ୍ୟ ବସ୍ତୁଟିର ଅନୁଭବ ବିଦ୍ୟମାନ ରହିଥିବା ଦରକାର ହେବ। ତା ନହେଲେ ଆଦୌ କୌଣସି ପ୍ରତ୍ୟକ୍ଷ ଅନୁଭବ ସମ୍ଭବ ହେବ ନାହିଁ। ତାମାନେ ବିଜ୍ଞାନ ଏହା ଅନୁଭବ କରିବ, ବିଜ୍ଞାନ ଯେତେବେଳେ ତାର ଆବିଷ୍କାରର, ତାର ଖୋଜର, ସେ ଯୋଉ ଅନୁସନ୍ଧାନ କରୁଛି ତାହାର ପ୍ରାନ୍ତ ବିନ୍ଦୁରେ ଯାଇକି ପହଞ୍ଚିବ, ସିଏ ଏହା ହିଁ ଅନୁଭବ କରିବ ଯେ ମୁଁ ଯୋଉ ଧାରାରେ ଯାଉଛି ସେ ଧାରାରେ ମୁଁ ଅନୁଭବ କରିପାରୁନାହିଁ, ଏବଂ ସେଥିପାଇଁ ଅନ୍ୟ ବସ୍ତୁଟିର ଅନୁଭବ ମୋ ପାଖରେ ବିଦ୍ୟମାନ ରହିବା ଦରକାର। ତାପରେ ସେ କଣ କରିବ? ଲିଭ୍ କରିବ, ଜମ୍ପ କରିବ। ମା କହୁଛନ୍ତି ଯୋଉ ମାନେ ବିଜ୍ଞାନରେ ବା ଭୌତିକ ଭାବରେ ଦେଖୁଛନ୍ତି କଥା ଗୁଡ଼ିକୁ, ସେମାନଙ୍କ ପାଖରେ ବ୍ୟାଖ୍ୟା କରିଦେବାର ସାମର୍ଥ୍ୟ ରହିଥାଏ। ତେଣୁ ସେମାନେ କଣ କରନ୍ତି? ବାହ୍ୟ ଘଟଣାକୁ ଏପରି ଭାବରେ ବ୍ୟାଖ୍ୟାମାନ କରିଥାନ୍ତି ଯେ ସେମାନେ ତଦ୍ୱାରା ଅନ୍ତର୍ଗତ ବସ୍ତୁଟିର ସତ୍ୟଟିକୁ ଅସ୍ୱୀକାର କରିବାରେ ଲାଗିଥାନ୍ତି, ଏବଂ ସେମାନେ କହିଥାନ୍ତି ଯେ ଏଗୁଡ଼ିକ ହେଉଛନ୍ତି ସତେ ଯେପରି ସେମାନେ ଯେଉଁ ସବୁର ଅଧ୍ୟୟନ କରୁଛନ୍ତି କେବଳ ତାହାରି ଏକ ସମ୍ପ୍ରସାରଣ। ସେମାନେ କଣ କରନ୍ତି? ତାଙ୍କର ଯେହେତୁ ବ୍ୟାଖ୍ୟା କରିବାର ସାମର୍ଥ୍ୟ ଥାଏ, ତେଣୁ ସେଇ ବ୍ୟାଖ୍ୟାକୁ ବ୍ୟବହାର କରି ସେମାନେ କଣ କରନ୍ତି? ଯୋଉ ଅନ୍ତର୍ଗତ ସତ୍ୟ କଥା ତାକୁ ସେମାନେ ଅସ୍ୱୀକାର କରନ୍ତି। ଅସ୍ୱୀକାର କରି କୁହନ୍ତି କଣ? ଆମେ ଯୋଉ କରୁନୁ ସେଇଟା ହଉଛି ତାର ଗୋଟେ ସମ୍ପ୍ରସାରଣ ଅବସ୍ଥା। ଦିନ ଥିଲା ଯେତେବେଳେ ବିଜ୍ଞାନ କିଛି ଆବିଷ୍କାର କରିନଥିଲା, ସେତେବେଳେ ସେ କହୁଥିଲା ଯେ ଏଇ ଯୋଉ ସୂକ୍ଷ୍ମ ସତ୍ତା ଏସବୁ କିଛି ନାହିଁ। ସେମିତି ଇଏ ସବୁ ହଉଛି କଣ? ମଲ୍ଟିପୁଲ ପର୍ସନାଲିଟି ଡିଜର୍ଡର। ବେଳେ ବେଳେ କୁହାଯାଉଥିଲା କୌଣସି ବ୍ୟକ୍ତି ଭିତରେ ଯଦି ଯୋଉ ଆମର ପ୍ରାଣସତ୍ତା ବା ଭୂତ ପ୍ରେତ ଯୋଉମାନେ କିଛି ସବାର ହୁଅନ୍ତି, ସେତେବେଳେ ତାକୁ ବିଜ୍ଞାନ କହୁଥିଲା ଯେ ମାନେ ହଉଛନ୍ତି ମଲ୍ଟିପୁଲ ପର୍ସନାଲିଟି ଡିଜର୍ଡର। ତାରି ନିଜର ପର୍ସନାଲିଟି ତାକୁ ଭିନ୍ନ ଭାବରେ ସିଏ ପରିପ୍ରକାଶ ହଉଛି। କିନ୍ତୁ ଧୀରେ ଧୀରେ ଯେତେବେଳେ ଅଧିକ ଆବିଷ୍କୃତ ହେଲା, ଏବେ ଏବେ ସ୍ୱୀକାର କରୁଛନ୍ତି ଯେ ନାଇଁ ନାଇଁ, ଦେର ଆର୍ beings which cannot be seen in the naked eye। ଏଇ ସ୍ଥୂଳ ଚକ୍ଷୁରେ ସେମାନଙ୍କୁ ଦେଖିପାରି ହେବ ନାହିଁ। ଏ କଥା ବର୍ତ୍ତମାନ ଅସ୍ୱୀକାର କଲେଣି। କାରଣ ବର୍ତ୍ତମାନ ଇନଫ୍ରାରେଡ ଇତ୍ୟାଦି ଇତ୍ୟାଦିରେ ବ୍ୟବହାର ହେବା ପରେ ସେ ଦେଖୁଛନ୍ତି କିଛି କିଛି ସତ୍ତା ରହିଛନ୍ତି ଯୋଉମାନଙ୍କୁ କି ମନୁଷ୍ୟ ଦେଖିପାରୁନାହିଁ। ଏବଂ ଏକଥା ମଧ୍ୟ ଦେଖି ସାରିଲେଣି ଯେ ଯୋଉ ବିରାଡ଼ି ଅନ୍ଧାରରେ ସୂକ୍ଷ୍ମ ସତ୍ତା ମାନେ ଯୋଉ ଯିବା ଆସିବା କରୁଛନ୍ତି ତାଙ୍କୁ ଦେଖିପାରେ, ଏବଂ ସେଉଠୁ ସେମାନେ ଦେଖୁଛନ୍ତି ଯେ କେତେ ୱେଭ ଲେନ୍ଥର ବା କେତେ ଫ୍ରିକ୍ୱେନ୍ସିର ଲାଇଟ୍ ଦରକାର ହଉଛି ସେଇ ସୂକ୍ଷ୍ମ ସତ୍ତାକୁ ଦେଖିବା ପାଇଁ ସେମାନେ ଚେଷ୍ଟା କରିଛନ୍ତି। ଏବଂ ତାପରେ କହୁଛନ୍ତି ୟେସ୍, ଦେୟାର ଆର୍ beings which cannot be seen by the naked eye of human being। ସେ ପର୍ଯ୍ୟନ୍ତ ତା ପୂର୍ବରୁ କଣ କରୁଥିଲେ? ତାକୁ ସବୁ ଅନ୍ଧବିଶ୍ୱାସ କହୁଥିଲେ ଏବଂ ଗାଳି ଦଉଥିଲେ, ମିଛ କହୁଥିଲେ, ଅସ୍ୱୀକାର ହିଁ କରୁଥିଲେ, ଏବଂ ତାକୁ କହୁଥିଲେ କଣ? ଆମେ ଯୋଉ ଖୋଜୁଛୁ ତାର ଏଟା କେବଳ ସମ୍ପ୍ରସାରଣ ଅବସ୍ଥା। ଏବେ ଯେମିତି କହୁଛି ମଲ୍ଟିପୁଲ ପର୍ସନାଲିଟି ଡିଜର୍ଡର କହୁଥିଲେ, ବର୍ତ୍ତମାନ ନିଜେ ଦେଖୁଛନ୍ତି ନାଇଁ ନାଇଁ
ବ୍ୟକ୍ତି କିପରି ଭିନ୍ନ ଭିନ୍ନ ସୂକ୍ଷ୍ମ ଜଗତକୁ ଯାଇପାରେ ଏବଂ ଅନେକ ବ୍ୟକ୍ତି ଏପରିକି ଶିକ୍ଷିତ ବ୍ୟକ୍ତିମାନେ ଯୋଉମାନେ ମୃତ୍ୟୁବରଣ କରିଛନ୍ତି କିନ୍ତୁ କିଛି ସମୟ ପରେ ପୁଣି ଆସିଛନ୍ତି ଦେହରେ ଏବଂ ଜୀବନ ଧାରଣ କରିଛନ୍ତି ସେମାନେ ବର୍ଣ୍ଣନା କରିଛନ୍ତି ସେ ଯେତେବେଳେ ମୃତ୍ୟୁ କରିଥିଲେ ସେଇ ସମୟର କଣ କଣ ତାଙ୍କର ଅନୁଭବ ହେଲା। ସେଥିପାଇଁ ଗୋଟେ ବିଜ୍ଞାନ ଶାସ୍ତ୍ର ବି ଖୋଲି ଯାଇଛି ଯେମିତି କହୁଛନ୍ତି କଣ ଯେ ଯୋଉଗୁଡିକ ଡେଥ୍ ଡେଥ୍ ଏକ୍ସପିରିଏନ୍ସ। ତେଣୁ ଡେଥ୍ ପରେ ଯୋଉ ଏକ୍ସପିରିଏନ୍ସ ସେମାନେ ଲାଭ କରିଛନ୍ତି ତାପରେ ପୁଣି ଶରୀରକୁ ଆସିଛନ୍ତି କୋଉ କୋଉ ଜଗତରେ ବୁଲିଥିଲେ ସେଗୁଡାକ ମଧ୍ୟ ବର୍ତ୍ତମାନ ରିସର୍ଚ୍ଚ ଚାଲିଛି। ତେଣୁ ଏଠି ସେମାନେ ମା କହୁଛନ୍ତି ସେମାନେ କଣ କରନ୍ତି ନିଜ ଧାରାରେ ବ୍ୟାଖ୍ୟା କରନ୍ତି ଏବଂ ତାକୁ କୁହନ୍ତି ପ୍ରଥମ କଥା ହେଲା ତାକୁ ଅସ୍ୱୀକାର କରନ୍ତି ତାପରେ କଣ କରନ୍ତି ଯଦି ବି କେତେ କିଛିଟାକୁ ଗ୍ରହଣ କରନ୍ତି କିନ୍ତୁ ଆମେ ଯୋଉ କଥା କହୁଥିଲେ ଏଇଟା ସେଇଟା ଖାଲି ଏମିତି ଏମିତି ହେଇଯିବ। କେବଳ ଏତିକି ସ୍ମରଣ ରଖିବା ଉଚିତ ଯେ ଆପଣାର ସ୍ୱକୀୟ ଗଠନ ଧର୍ମର କାରଣରୁ ହିଁ କାରଣ ଏପରି ମନୁଷ୍ୟ କ୍ୱଚିତ ଅଛନ୍ତି ଯାହାର କି ଆପଣାର ସୂକ୍ଷ୍ମ ଅନ୍ତର୍ଗତ ସତ୍ତା ଅର୍ଥାତ ଆପଣାର ଆତ୍ମା ସହିତ ଅନ୍ତତଃ ଏକ ସମ୍ବନ୍ଧ ସ୍ଥାପନ ବି ଆରମ୍ଭ ହୋଇନାହିଁ ଏକ ପ୍ରତିଫଳନ ଘଟିନାହିଁ ବା ତାର ଏକ ଛାୟା ଆସି ତା ଉପରେ ପଡିନାହିଁ। ସେଇ କାରଣରୁ ସେମାନଙ୍କର ଏହି ଅସ୍ୱୀକୃତି ମଧ୍ୟରେ ସର୍ବଦା ଏକ ବ୍ୟବଧାନ ଅବଶ୍ୟ ରହିଯାଉଛି ମାତ୍ର ସେମାନେ ତାହାକୁ ଏକ ଦୁର୍ବଳତା ବୋଲି ଭାବୁଛନ୍ତି। ବସ୍ତୁତଃ ତାହା ହେଉଛି ସେମାନଙ୍କର ଏକମାତ୍ର ଶକ୍ତିମତା। ଏଠି ଆଉ ଗୋଟେ କଥା କହିଲେ କଣ କହିଲେ ମନୁଷ୍ୟ ଜଗତରେ ସମସ୍ତଙ୍କ ଭିତରେ ଏଇ ଯୋଉ ଦ୍ୱିତୀୟ ଅନୁଭବଟି ଆସେ ଯେ ଆମ ଭିତରେ ଆତ୍ମା ରହିଛି ଏବଂ ଆମ ଭିତରେ ଆତ୍ମା ମଧ୍ୟ ଆମକୁ କିଛି କିଛି ଯୋଉ ପଥ ନିର୍ଦ୍ଦେଶ ଯାହା କରେ ଆମକୁ କିଛି କିଛି ବେଳେ ବେଳେ ଶୁଭାଯାଏ କିନ୍ତୁ ସେମାନେ ତାହାକୁ କଣ କୁହନ୍ତି କୁହନ୍ତି ଏଇଟା ହଉଛି ଆମ ଭିତରେ ଗୋଟେ ଦୁର୍ବଳତା ବୋଲି। ମା କହୁଛନ୍ତି ସେ କହିଲେ ପ୍ରଥମେ କହିଲେ ଏପରି ମନୁଷ୍ୟ କ୍ୱଚିତ ଅଛନ୍ତି ଯାହାଙ୍କ ଭିତରେ ଏଇ ଆତ୍ମା ସହିତ ବା ସମ୍ବନ୍ଧ ସ୍ଥାପନ ହେଇନଥିବ ବା ପ୍ରତିଫଳନ ଘଟି ନଥିବ କିମ୍ବା ତା ଉପରେ ଆତ୍ମାର କୌଣସି ଛାୟା ଆସି ପଡିନଥିବ ଏମିତି ବହୁତ ମନୁଷ୍ୟ ବହୁତ କ୍ୱଚିତ ଥିବେ ନଚେତ ସମସ୍ତଙ୍କ ଜୀବନରେ ଅଳ୍ପେ ବହୁତ ନିଶ୍ଚୟ ଅନୁଭବଟି ଆସିଥାଏ। ସେମାନେ କିନ୍ତୁ ସେ ସମୟରେ ତାକୁ ଅସ୍ୱୀକାର କରନ୍ତି ତାକୁ ଦୁର୍ବଳତା ବୋଲି ମନେ କରନ୍ତି ତାକୁ ଆଭଏଡ କରିଥାନ୍ତି। ମା ତାପରେ କହୁଛନ୍ତି ପ୍ରକୃତରେ ବସ୍ତୁତଃ ତାହା ହେଉଛି ସେମାନଙ୍କର ଏକମାତ୍ର ଶକ୍ତିମତା। ପ୍ରକୃତରେ ସେଇଟା ହେଉଛି ଏକମାତ୍ର ଶକ୍ତିମତା। ଅନୁଭବ କରିପାରିଲେ ଯାଇ ସେ କଥା ପ୍ରକୃତରେ ସମ୍ଭବ ହୁଏ। ସେଇ ଉଚ୍ଚତର ଶକ୍ତି ଗୁଡିକ ଅନୁଭବ ଜ୍ଞାନ ଏବଂ ତାହା ସହିତ ଏକ ତଦାତ୍ମକତା ସମ୍ଭବ ହୁଏ। ସେତେବେଳେ ଯାଇ ଯାବତୀୟ ବାହ୍ୟ ଜ୍ଞାନ ଲାଭ ମଧ୍ୟରେ ରହିଥିବା ସେଇ ଆପେକ୍ଷିକତାଟି ଅତ୍ୟନ୍ତ ସ୍ପଷ୍ଟ ହୋଇଯାଏ। ମାତ୍ର ସେ ପର୍ଯ୍ୟନ୍ତ ସମ୍ଭବ ହୁଏ ନାହିଁ ଏବଂ ଅନ୍ୟ ସତ୍ୟ ଗୁଡିକୁ ଅସ୍ୱୀକାର କରିବାରେ ଲାଗେ। ମୁଁ ଭାବୁଛି ଶ୍ରୀରବିନ୍ଦ ଏଇ କଥା କହିବାକୁ ଚାହିଁଛନ୍ତି କେବଳ ସେଇ ଅନ୍ୟ ଚେତନାର ବିକାଶ ସାଧିତ ହୋଇପାରିଲେ ଯାଇ ବୈଜ୍ଞାନିକ ଈଷତ ହସି ଏକଥା କହିପାରିବ। ହଁ ସେ ସବୁ ବେଶ ବଢିଆ ଥିଲା ସତ ମାତ୍ର ମାନେ ଯେତେବେଳେ ସେଇ ଅନୁଭବ ନ ଆସିବ ସେତେବେଳେ ବୈଜ୍ଞାନିକ ମାନେ ଏ ପ୍ରକାର କହିପାରେ। ହଁ ତାପରେ କହୁଛନ୍ତି ବସ୍ତୁତଃ ଗୋଟିଏ ଆମକୁ ଆଉ ଗୋଟିଏକୁ ଆଦୌ ପରିଚାଳିତ କରି ନେଇଯିବ ନାହିଁ କେବଳ କରୁଣା ଦ୍ୱାରା ହିଁ ତାହା ସମ୍ଭବ ହବ। ଏଇଠି ହଉଛି ଗୋଟେ କି ପଏଣ୍ଟ। ଆମେ ପ୍ରଚେଷ୍ଟା ଜାରି ରଖିବା ବାରମ୍ବାର ଆମେ ଗତ ଥର ବି କଥା ହଉଥିଲେ କିନ୍ତୁ ଯେ ପର୍ଯ୍ୟନ୍ତ ଭଗବତ କରୁଣା ହେଇନାହିଁ ଯେ ପର୍ଯ୍ୟନ୍ତ ଭଗବାନ ନିଜେ ଚାହିଁନାହାନ୍ତି ଆମ ପାଖରେ ପରିପ୍ରକାଶ ହବା ପାଇଁ ସେ ପର୍ଯ୍ୟନ୍ତ ଆମେ ତାଙ୍କୁ ଅନୁଭବ କରିପାରିବା ନାହିଁ। ତେଣୁ କେବଳ କରୁଣା ଦ୍ୱାରା ହିଁ ତାହା ସମ୍ଭବ ହେବ। ତାପରେ କହୁଛନ୍ତି କାଳେ ଆପଣ ଭାବିବେ ଯେ ମୋର ଚେଷ୍ଟା କିଛି କରିବା ଦରକାର ନାହିଁ କରୁଣା ଦ୍ୱାରା ତ ହବ। ମା କହୁଛନ୍ତି ଯଦି ଅନ୍ତର୍ଗତ ଭାବରେ ଏକ ପୂର୍ଣ୍ଣ ଆନ୍ତରିକତା ରହିଥିବ ତାହା ଜଣେ ବୈଜ୍ଞାନିକକୁ ଯେଉଁ ଗାରଟିରୁ ସିଏ ଆଉ ଏକ ଆଗକୁ କିଛି ଦେଖିପାରୁନାହିଁ ସେହି ଗାରଟିକୁ ଦେଖିବାର ଅନୁଭବ କରିବାର ଓ ପ୍ରତ୍ୟକ୍ଷ କରିବାର ସାମର୍ଥ୍ୟ ଆଣି ଦେଇଯିବ। ଯଦି ଏକ ଅନ୍ତର୍ଗତ ଭାବରେ ଏକ ପୂର୍ଣ୍ଣ ଆନ୍ତରିକତା ଥିବ ବୈଜ୍ଞାନିକ ଯାହାକୁ ଦେଖିପାରୁନାହିଁ ତାକୁ ସେ ଗାରଟିକୁ ଦେଖିପାରିବ ଅନୁଭବ କରିପାରିବ ପ୍ରତ୍ୟକ୍ଷ କରିପାରିବ। ସେତେବେଳେ ଯାଇ ତାହା ତାକୁ ଚେତନାର ସେଇ ଅନ୍ୟ ସ୍ଥିତିକୁ ପରିଚାଳିତ କରି ନେଇଯାଇ ପାରିବ ମାତ୍ର ତାର ଆପଣାର କର୍ମଧାରା ଗୁଡିକ ଦ୍ୱାରା ଏହା କଦାପି ସମ୍ଭବ ହେବ ନାହିଁ। ଏଇଟା କହିଲେ କଣ
ସିଏ ଯୋଉ କର୍ମଧାରାରେ କରୁଛି ତା ଦ୍ୱାରା ଏଟା ସମ୍ଭବ ହେବ ନାହିଁ। କେବଳ ଯେତେବେଳେ ମା ଭଗବତୀ କରୁଣା କରିବେ ସେତେବେଳେ ଏହା ସମ୍ଭବ ହେବ। ଗୋଟିକୁ ଅବଶ୍ୟ ସିଂହାସନରୁ ଓହ୍ଲାଇ ଯିବାକୁ ପଡିବ। ତାହା ନୂତନ ପଦ୍ଧତି ଗୁଡ଼ିକୁ, ନୂତନ ଅବବୋଧ ଗୁଡ଼ିକୁ, ନୂତନ ସ୍ପନ୍ଦନଟିକୁ ଓ ଆତ୍ମାର ନୂତନ ସ୍ଥିତିଟିକୁ ସ୍ୱୀକାର କରିନେବ, ତେବେ ଯାଇ ହେବ। ଏଇଠି ଆମକୁ ସ୍ୱୀକାର କରିବା କଥା। ଦେଖନ୍ତୁ କେତେ କହିଲେ ଯେ ଯେ ପର୍ଯ୍ୟନ୍ତ ଆମେ ସ୍ୱୀକାର କରିନାହୁଁ ନୂତନ ପଦ୍ଧତିକୁ, ନୂତନ ଅବବୋଧକୁ, ନୂତନ ସ୍ପନ୍ଦନକୁ, ଆତ୍ମାର ଏହି ନୂତନ ସ୍ଥିତିଟିକୁ ସ୍ୱୀକାର ଯେ ପର୍ଯ୍ୟନ୍ତ କରିନାହୁଁ ସେ ପର୍ଯ୍ୟନ୍ତ ଆମେ ଯୋଉ ସିଂହାସନରେ ବସିକିରି ବୃଥା ଗର୍ବରେ ଆସ୍ଫାଳନ କରୁଛେ ସେଇଠି ଆମେ ରହିଥିବା, ଆଗକୁ ଯାଇପାରିବା ନାହିଁ। ପଥଭ୍ରଷ୍ଟ ହବାର ସମ୍ଭାବନା ଥାଇପାରେ କିନ୍ତୁ ଆଗକୁ ଅଗ୍ରସର ହବାର ସମ୍ଭାବନା ରହିବ ନାହିଁ। ତେଣୁ ସିଂହାସନରୁ ଆମକୁ ଓହ୍ଲେଇ ଯିବାକୁ ପଡିବ ଏବଂ ଯୋଉ ନୂତନ ପଦ୍ଧତି, ଯୋଉ ନୂତନ ଅବବୋଧ, ଯୋଉ ନୂତନ ସ୍ପନ୍ଦନ, ଆତ୍ମାର ଯୋଉ ନୂତନ ସ୍ଥିତି ତାକୁ ସ୍ୱୀକାର କରିବାକୁ ପଡିବ। ତାକୁ ସ୍ୱୀକାର କରିଲେ ହିଁ ଯାଇ ହବ। ତେଣୁ ଏହା ହଉଛି ଏକ ବ୍ୟକ୍ତିଗତ ବ୍ୟାପାର। ଆମେ ସ୍ୱୀକାର ଯଦି କରିବା ନ କରିବା ତାହା ବ୍ୟକ୍ତି ଉପରେ ନିର୍ଭର କରେ। ବ୍ୟକ୍ତିଗତ ବ୍ୟାପାର ସେଥିପାଇଁ କରେ। କୃପା ଢାଳି ହବ। ଅନେଇକି ରହିଛନ୍ତି, ଖାଲି ଗୋଟିଏ ଷ୍ଟେପ ଗଲେ 1000 ଷ୍ଟେପ ଆମ ଆଡକୁ ଆସିବେ। କିନ୍ତୁ ବ୍ୟକ୍ତିଗତ ଭାବରେ ଆମକୁ ହଁ ମାରିବାକୁ ପଡିବ, ସ୍ୱୀକାର କରିବାକୁ ପଡିବ। ସେଥିପାଇଁ ନିଜକୁ ଖୋଲି ଧରିବାକୁ ପଡିବ। ଏହାକୁ ଏକ ବର୍ଗ ବା ଏକ ଗୋଷ୍ଠୀର ବ୍ୟାପାର ବୋଲି ଆଦୌ କୁହାଯିବ ନାହିଁ। ଜଣେ ବୈଜ୍ଞାନିକ ପ୍ରକୃତରେ ଆଉ ଅନ୍ୟ କିଛି ହେବାକୁ ପ୍ରସ୍ତୁତ ଅଛି କି ନାହିଁ ଏହି ପ୍ରଶ୍ନଟି ପୂର୍ଣ୍ଣତଃ ତାହାରି ଉପରେ ହିଁ ନିର୍ଭର କରୁଛି। ଯଦି ସେ କେବଳ ସେଇ ବିଜ୍ଞାନର ଯୋଉ ଛୋଟିଆ କଥାଟି ସେ ଆବିଷ୍କାର କରିଛି ତାକୁ ନେଇକି ସନ୍ତୁଷ୍ଟ ହେଇ ରହିଯାଏ ତେବେ ତା ଦେଇ କିଛି ହେଇପାରିବ ନାହିଁ। ହେଇପାରିବ। ଜଣେ ସେ ସାଧୁରିଆ ସବୁଦିନ କିଛି କିଛି କାଠ କାଟି ଆଣନ୍ତି, ବଜାରରେ ବିକନ୍ତି ଏବଂ ନିଜେ ନିଜର ପରିବାର ଗୁଜୁରାଣ ମେଣ୍ଟାନ୍ତି। କିନ୍ତୁ ଦିନେ ସେ ଜଙ୍ଗଲକୁ ଗଲେ, ଶୁଖିଲା କାଠ କିଛି ପାଇଲେ ନାହିଁ। ସେ କିନ୍ତୁ ଜୀବନ୍ତ ଗଛକୁ ବା ଜୀବନ୍ତ ଡାଳକୁ କାଟନ୍ତି ନାହିଁ, କେବେ କାଟନ୍ତି। ସେ ଦୃଷ୍ଟିରୁ ସେ ଭାରି ନିଷ୍ଠାପର। ଶୁଖିଲା କାଠ କିଛି ପାଇଲେ ନାହିଁ, ଦୁଃଖରେ ଫେରି ଆସିଲେ, ମନ ଦୁଃଖରେ। ତା ପରଦିନ ଗଲେ, ଆଉ ଟିକେ ଆଗକୁ ଗଲେ, ତଥାପି ପାଇଲେ ନାହିଁ। ତୃତୀୟ ଦିନ ଘରେ କହିଲେ, ଦେଖ ଆଖପାଖରେ ଆଉ ଶୁଖିଲା କାଠ ମିଳିନି, ମତେ ଟିକେ ଦୂରକୁ ଯିବାକୁ ପଡିବ ଶୁଖିଲା କାଠ ଖୋଜିବା ପାଇଁ। ତେଣୁ ତୁମେ କିଛି ଖାଦ୍ୟ ବାନ୍ଧି ଦେଇଥାଅ। ତାପରେ ସିଏ ଖୋଜି 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 ବହୁତ ଦୂରକୁ ଗଲେ, ଦେଖିଲେ ଭଲ କାଠ ପାଇଲେ, ଦାମିକିଆ କାଠ ସବୁ ପାଇଲେ, ତାକୁ ଆଣି ବିକିଲେ, ପଇସା ଭଲ। ଏବଂ ତାପରେ ପୁଣି ଆହୁରି ଆଗକୁ ଗଲେ, ଚନ୍ଦନ କାଠ ପାଇଲେ, ତାକୁ ଆଣିଲେ, ତାକୁ ବିକିଲେ, ଆହୁରି ଅଧିକ ପଇସା ମିଳିଲା। ଏବଂ ତା ଭିତରେ ଏଇ ଯୋଉ ଆଗକୁ ଆଗକୁ ଯିବାର ଗୋଟେ ରହସ୍ୟ ରହିଯାଇଛି। ସେ ରହସ୍ୟଟି ହଉଛି ଯେତେବେଳେ ସେ ବିମର୍ଷ ହେଇକିରି ତୃତୀୟ ଦିନ ବସିଛନ୍ତି, ବହୁତ ବାଟ ଆସିଲା ପରେ ପାଇନାହାନ୍ତି, ସେତେବେଳେ ଜଣେ ସାଧୁଙ୍କ ସହିତ ତାଙ୍କର ଭେଟ ହେଇଛି। ସେ କିଛି ଜଳ ଆବଶ୍ୟକ କରିଛନ୍ତି। ଇଏ ସେଠୁ ତାଙ୍କୁ ତାଙ୍କ ନିଜ ଭାଗରୁ ଜଳ ଏବଂ ଖାଦ୍ୟ ଅର୍ପଣ କରିଛନ୍ତି। କହୁଛନ୍ତି ଖାଲି ଜଳ କଣ ପାଇବି, ଆଉ ଆପଣ ତ ସାଧୁ ଲୋକ, ତେଣୁ ମୁଁ ଆଶା କରୁଛି ଯେ ଆପଣ ଖାଦ୍ୟ କିଛି ଗ୍ରହଣ କରନ୍ତୁ ଏବଂ ତା ସହିତ ଜଳ କିଛି ସେବନ କରନ୍ତୁ। ଖାଦ୍ୟ ଜଳ ତାଙ୍କୁ ଦେଇଛନ୍ତି। ସାଧୁ ସେଠୁ ଆଶୀର୍ବାଦ କରୁଛନ୍ତି, ଦେଖ ତୁମେ ମତେ ଜଳ ଆବଶ୍ୟକ ଥିଲା, ଖାଦ୍ୟ ଜଳ ତୁମେ ଦେଇଛ, ତୁମ ଭାଗରୁ ଦେଇଛ, ତେଣୁ ମୁଁ ତୁମକୁ ଗୋଟିଏ ମହାମନ୍ତ୍ର ଦଉଛି। କଣ ନା ଆଗେଇ ଚାଲ, ଆଗେଇ ଚାଲ କହିଲେ। ସାଧୁ ତାଙ୍କର ଚାଲିଗଲେ। ଇଏ ତେଣୁ କଣ କଲେ, ସେଠି ଆଉ ନ ବସିକି ଆଗେଇ ଚାଲିଲେ। ଦେଖିଲେ ଶାଳ ଗଛ ପାଇଥିଲି। ତା ପରଦିନ ଯେତେବେଳେ ଗଲେ ସେ ଭାବିଲେ ସାଧୁ ତ କହିଥିଲେ ଆଗେଇ ଚାଲ, ସେ ଆହୁରି ଆଗେଇ ଗଲେ, ଦେଖିଲେ ଚନ୍ଦନ କାଠ। ଏଇଭଳି ଭାବରେ ଆଗେଇ ଚାଲ, ଆଗେଇ ଚାଲ, ଆଗେଇ ଚାଲ, ଯେତେବେଳେ ଚନ୍ଦନ କାଠ, ତାପରେ ଆହୁରି ଆଗକୁ ଗଲା ବେଳକୁ ତାମ୍ର ଖଣି ବାହାରିଲା, ତମ୍ବା ଖଣି। ତାର ଆହୁରି ଆଗକୁ ଗଲେ ରୂପାର ଖାଲି ରୂପାର ଖଣି ମିଳିଲା। ସେ ଆଉ ମାନେ ରୂପାର ଖଣି ଅଛି,
କିଛି ରୂପା ଆଣିଲେ ଏବଂ ଚଳିଲେ। ତାପରେ କହିଲେ ସାଧୁ ତ କହିନାହାନ୍ତି ରହିଯିବା ପାଇଁ, ଆଗେଇ ଚାଲ। ଆଗେଇ ଚାଲିଲେ। ତାପରେ ଖାଲି ମୋତି ମାଣିକ୍ୟ ହୀରା ଲୀଳା ସବୁ ଭର୍ତ୍ତି। ସେଠୁ ସେଟାକୁ ଆଉ ଆଣିଲେନି। କହିଲେ ସାଧୁ କହିଥିଲେ ଆଗେଇ ଚାଲ, ମୁଁ ଏଇଠୁ ଘରକୁ ଯାଇ ପୁଣି ଆସିଲା ବେଳକୁ ମୁଁ ଆଉ ବଳ ପାଇବନି ଆଗକୁ ଯିବା ପାଇଁ। ତେଣୁ ଆଉ ଘରକୁ ଫେରିବିନି, ଏଉଠୁ ଯିବି ଆଗକୁ। ତେଣୁ କିଛି ସମୟ ବିଶ୍ରାମ ନେଇ ପୁଣି ଆଗେଇ ଚାଲ। ସାଧୁ କହିଛନ୍ତି ଆଗେଇ ଚାଲ, ଆଗେଇ ଚାଲ। ତାପରେ ଆସିଲା କେବଳ ହୀରାର ପାହାଡ। ପୁଣି ଆଗେଇ ଚାଲିଲେ। ତାପରେ ଦେଖିଲେ ବହୁତ ପୁରା ନିକାଞ୍ଚନ ନୀରବ ନିସ୍ତବ୍ଧ। ତା ଭିତରେ ବହୁତ ଆଗକୁ ଗଲା ବେଳକୁ ଦେଖିଲେ ଯୋଉ ସାଧୁ ସେଠି ଥିଲେ ଏଇ ସାଧୁ ସେଠି ବସିଛନ୍ତି। ଖାଲି ସେଇ ମଣ୍ଡଳ ଭିତରେ ପଶିଗଲା ବେଳକୁ ଅପୂର୍ବ ଏକ ଆନନ୍ଦର ଶିହରଣ ତାଙ୍କ ଭିତରେ ହେଇଗଲା। ସମଗ୍ର ସଂସାରର ଯେତେ ପ୍ରକାରର ଚିନ୍ତା ଚେତନା ତାଙ୍କର ଯାହା ତାକୁ ଆନ୍ଦୋଳିତ କରି ଆସିଥିଲା, ଯାହାକୁ ନେଇକି ବ୍ୟତିବ୍ୟସ୍ତ ରହିଥିଲେ, କିଛି ଆଉ ତାଙ୍କର ସ୍ମୃତିରେ ଆସିଲା ନାହିଁ। କିଛି ସ୍ମୃତିରେ ଆସିଲା ନାହିଁ। କେବଳ ଚତୁର୍ଦିଗରେ ଯେମିତି ତାଙ୍କ ଲାଗୁଛି ଯେମିତି ଆନନ୍ଦ ହିଁ ଆନନ୍ଦ, ଆନନ୍ଦର ଏକ ସମୁଦ୍ର ଭିତରେ ସେ ଯେପରି ବସି। ସେ ବୁଝିପାରୁନାହାନ୍ତି ଏଠି କଣ ହଉଛି। କାହିଁକିନା ତାଙ୍କ ପାଇଁ କିଛି ନାହିଁ, ସ୍ୱଭାବ। କେବଳ ସ୍ୱାଭାବିକ ଭାବରେ ସେ ଚତୁର୍ଦିଗରେ ଯେମିତି ଆମେ ଧରା ଯେ ପାଣି ଭିତରେ ବୁଡିଗଲେ, ଚାରିଆଡେ ପାଣି 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 ପାଣି, ଗଭୀର ଜଳରେ ବୁଡି ଯାଇଛନ୍ତି। ମାନେ ଦେଖାଯାଉନି, ନା ତଳ ମାଟି ଦେଖାଯାଉଛି ନା ଉପର ପବନ ଦେଖାଯାଉଛି। ସେଇଭଳି ଏକ ଅବସ୍ଥାରେ ଯେମିତି ସେ ରହିଲେ, ଚାରିଆଡେ କେବଳ ଆନନ୍ଦ ହିଁ ଆନନ୍ଦ। ସାଧୁଙ୍କୁ ଯାଇକିରି ଯେତେବେଳେ ପଚାରୁଛନ୍ତି, ସାଧୁ କହୁଛନ୍ତି ଆଉ ଟିକେ ତମକୁ ଆଗେଇ ଯିବାକୁ ପଡିବ, ଆହୁରି ଆଗେଇ ଚାଲ, ଆଗେଇ ଚାଲ। ଏଠି ସେଇ ଯୋଉ ଅଗ୍ରଗତି କରିବାର ଏକ ଜିଜ୍ଞାସା, ଅଭିପ୍ସା, ଏଇଟା ନିଷ୍ଠାପର ଭାବରେ ନିରନ୍ତର ଅପ୍ରତିହତ ଭାବରେ ଆମକୁ ଲାଗି ରହିବା ଦରକାର ବା ଆମ ପାଖରେ ରହିବା ଦରକାର। ତାହେଲେ ଆଗେଇ ଯିବା, ଆଗେଇ ଯିବା ଏବଂ ସତ୍ୟରୁ ଆହୁରି ସତ୍ୟ ଆଡକୁ ମଧ୍ୟ ଆମେ ଯାତ୍ରା କରିପାରିବା। ମା ମା, ଥ୍ୟାଙ୍କ ୟୁ ଅଲ୍, ଅରବାର।